ସୁଦାନରେ ବନ୍ଧକ ହୋଇଥିବା ଓଡ଼ିଶାର ଜଣେ ବ୍ୟକ୍ତି ପରିବାର ନିକଟକୁ ଫେରିଲେ। ଯୁଦ୍ଧଗ୍ରସ୍ତ ସୁଦାନରେ ସଶସ୍ତ୍ର ବିଦ୍ରୋହୀଙ୍କ ବନ୍ଦୀ ଭାବରେ ଏକ ଦୁଃସ୍ୱପ୍ନ ପରେ ଓଡ଼ିଆ ଟେକ୍ନିସିଆନ୍ ଆଦର୍ଶ ବେହେରା ଶେଷରେ ତାଙ୍କ ପରିବାରକୁ ଫେରି ଆସିଛନ୍ତି। ଆଦର୍ଶ ବୁଧବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଯେତେବେଳେ ତାଙ୍କୁ ଅପହରଣ କରାଯାଇଥିଲା, ମାଡ଼ ଦିଆଯାଇଥିଲା ଏବଂ ସେଠାରେ ଗୃହଯୁଦ୍ଧର ତୀବ୍ରତା ବୃଦ୍ଧି ପାଉଥିଲା ଏବଂ ଏକ ଜଙ୍ଗଲ କୋଠରୀରେ ବନ୍ଦୀ ରଖାଯାଇଥିଲା। ଏକ ଦୁଃସ୍ୱପ୍ନ ଯାତ୍ରାର ଅନ୍ତ ଘଟିଥିଲା। ସେ 2022 ମସିହାରୁ ସୁଦାନର ଦାରଫୁର ରାଜ୍ୟର ରାଜଧାନୀ ଅଲ ଫାସିରାରେ ଏକ ପ୍ଲାଷ୍ଟିକ ଉତ୍ପାଦନ କମ୍ପାନୀରେ କାମ କରୁଥିଲେ। ସୁଦାନର ସଶସ୍ତ୍ର ବାହିନୀ ଏବଂ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁଁ ତାଙ୍କ କମ୍ପାନୀ ବନ୍ଦ ହୋଇଯାଇଥିଲା। ଯେତେବେଳେ ବେହେରା ନିଜକୁ ଫସି ରହିଥିବା ଦେଖିବାକୁ ପାଇଥିଲେ, ଗତ ମାସରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା। ସେତେବେଳେ ବେହେରା ସ୍ଥାନାନ୍ତର ପାଇଁ ନିବେଦନ କରି ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିବା ପରେ ତାଙ୍କ ପୂର୍ବ କାର୍ଯ୍ୟସ୍ଥଳକୁ ଯାଉଥିବା ସମୟରେ ଆରଏସଏଫ ସଦସ୍ୟମାନେ ତାଙ୍କୁ ଅପହରଣ କରିଥିଲେ। ଜଗତସିଂହପୁରରେ ବନ୍ଦୀଙ୍କ ପରିବାର ତାଙ୍କୁ ଏକ ଜଙ୍ଗଲ ଅଞ୍ଚଳରେ ବନ୍ଦୀ ଥିବାର ଭିଡିଓ ପାଇବା ପରେ ସଂକଟରେ ପଡ଼ିଥିଲେ। ଗୋଷ୍ଠୀର ନେତା ଜଣେ ସାଧାରଣ ନାଗରିକ ବୋଲି ଜାଣିବା ପରେ ଚିକିତ୍ସାରେ ସାମାନ୍ୟ ଉନ୍ନତି ଆସିଥିଲା, କିନ୍ତୁ ତାଙ୍କୁ କୌଣସି ମୌଳିକ ସୁବିଧା ବିନା ଏକ ଅନ୍ଧାର କଣ୍ଠରୋଧକାରୀ କୋଠରୀରେ ରଖାଯାଇଥିଲା। ସେ ରୁଟି କିମ୍ବା ଗୋଟିଏ ବିସ୍କୁଟରେ ଖାଦ୍ୟ ଖାଇ ବଞ୍ଚି ରହିଥିଲେ। ତାଙ୍କର ଉଦ୍ଧାର ଏକ ସମନ୍ୱିତ କୂଟନୈତିକ ପ୍ରୟାସର ଫଳାଫଳ ଥିଲା। ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପରେ ଭାରତ ସରକାର ତାଙ୍କ ମୁକ୍ତି ପାଇଁ କୂଟନୈତିକ ଉପାୟ ବ୍ୟବହାର କରିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରୟାସର ନେତୃତ୍ୱରେ ନେଇଥିବା ତାଙ୍କ ପତ୍ନୀ ସସ୍ମିତା ବେହେରା ଗୁରୁତ୍ୱ ଆରୋପ କରିଥିଲେ ଯେ ଭାରତୀୟ ଦୂତାବାସ ଏବଂ ସରକାରୀ ଅଧିକାରୀମାନେ ତାଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ତାଙ୍କୁ ଆବଶ୍ୟକ ଆଶ୍ୱାସନା ଦେଇଥିଲେ। ତାଙ୍କ ସ୍ୱାମୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ କୂଟନୈତିକ ଦଳଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ। ଏକ ଲମ୍ବା ଯାତ୍ରା ଏବଂ ଏକ ସଂଘର୍ଷର କ୍ଷେତ୍ରରେ ଅଳ୍ପ ସମୟ ପାଇଁ ଖସିଯିବା ପରେ ବେହେରା ଏବେ ତାଙ୍କ ଜନ୍ମଭୂମି ଗାଁର ତାଙ୍କ ପ୍ରିୟଜନଙ୍କ ସହ ପୁନଃ ମିଳନ କରୁଛନ୍ତି। ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।